ଜୟ ଜଗନ୍ନାଥ। ଆଉ ଏକ ନୂଆ ବ୍ଲଗକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଚୁପ୍ ପାଠ ସେ କ'ଣ କହିବ ପୋଲିସ ଗ୍ୟାସ୍ ଦେଖନ୍ତୁ ବାଘମାନେ ପୋଲିସ ଗଲା ଆକୁ ପିଆଜ ମୁଁ ଅଳ୍ପ ଆଣିଛି ଅଳ୍ପ କାଟିଗଲା ଜମା ଅଧିକ କାଟିବୁନି। କ'ଣ ଲାଗିବ ପିଆଜ ଗୋଟେ କିଲୋ ଦବା ନାହିଁ। ମୁଁ ଯଦି ସକାଳ ସକାଳ ଯାଇ ଜିତୁ ଡାକିଲା ଚାଲ ଯିବା ବୋଲି ଇଏ ତ କ'ଣ କୁନ୍ଥଉଛି ଦେଖିଲା ବେଳକୁ ଦେଖିଲାକୁ ପିଆଜ ଦବ ବୋଲି ସେ ଠିଆ ହେଇଛି ଟୋକା ଉଣ୍ଡିକି ପୁତୁରା ପୁତୁରା ଆଇଲେ ଦବ। ଏଇ ଭିଡ଼ିଓଟା ଆଜି କିଛି ଜମା କାଟାକାଟି କିଛି କରିନି ଟୋଟାଲ ଭିଡ଼ିଓଟା ପକେଇବି ଟୋକାକୁ ଚିହ୍ନିଥାନ୍ତୁ ଗପ୍ 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 ବାଡ଼େଇବ ମାନେ ଟୋକା ନା ଏ ଅନା ତୁମର ନାଇଁ ନାଇଁ ଏଇଟା ପଛରେ ଯୋଉ କମିଲା ଆଉ ଇଏ କାହିଁ ଭଲସେ ବଢ଼ୁନି ତମର ବଢ଼ିଗଲାଣି। ଶହେ 36 କାଶ୍ମୀର ଚିଲି କାହିଁ ଯେ କାଶ୍ମୀର ଚିଲି ମୋର ସେଇ ଡବା ଥିବ ନା ଏ ଡବାଟା ଆଗ ଆଣ ଏଇଟା ନାଲି ବନ ଟିକେ ସନରେ ଏମିତି ଅଛ ନା ସନ ଏମିତି କି ଆଜି ଆମର ମାଛ ଭାତ ଆଉ ମାଛ ଝୋଳ ଆଉ ମାଛ ଭାତ ହେଉଛି ମୁଁ ରୋଷେଇଆ ମୁଁ ହେଲ୍ପର କାଶ୍ମୀର ଜିଲ୍ଲା ଅଛି ଆସି ଦେଇଥିଲା ଟି ଦୁଇଟା ଦେଇଥିଲା ଯିବା ଗୋଟେ କ'ଣ ଫୁଟିବା ସେ ଦେଖିବ ନା ଯେ ଯାଇଛି ନା ଘଣ୍ଟାଟା ପରେ ଆସିବ ସେ କମ୍ ରସିକିଆ এটা ପଡ଼ିଗଲା କ'ଣଟା ମୋର ମାଛ ଏବେ ରେଡି ହେଇଗଲା। ଏଇ ପିଲାଟି କହୁଛି ମୁଁ ଲାଜ ଶରମ ଭୁଲି ଯିବେ ଖାଇବା ହଁ ବୋଲି ମୋର ମାଛ ସରିଗଲା ଥାଳିଟା ଗୋଟେ ଆଣ ସାଇଡ୍ କ'ଣ ଦରକାର ଯେ ଆଉ ଧରିକି ଖାଇବା ସାଙ୍ଗମାନେ ଦେଖନ୍ତୁ ଇଏ ହଉଛି ରାନୀ ପଣ୍ଡାର 1 ନମ୍ବର ପ୍ରଥମ ଫ୍ୟାନ୍। Daddy, tell me now. बोलिए। Where are you? धन्यवाद क्या काटियो के?
ହ୍ୟାଲୋ ଗାଇସ୍, ଏ ସାଙ୍ଗଟି ରାଗିକି ପଳଉଛି। ଦେଖନ୍ତୁ ସାଙ୍ଗମାନେ, ଆମର ଏବେ ଖାଇବା ପାଇଁ ବାଢ଼ା ହେଲା ସବୁ ମୋ ପାଇଁ। ମୁଁ ତ ବାଢ଼ି ନେଇ ଆଗ ମୋ ସାଙ୍ଗ ଦେଇଦେଇଛି। ଲାଷ୍ଟକୁ ମୋ ସାଙ୍ଗ ପାଇଁ ବାଢ଼ା, ସିଏ ଖାଲି କହୁଛି ମୋର ଉପରୁ ଦେବା ପାଇଁ। ସେଥିପାଇଁ ଦେଖ ତାଙ୍କ ଭିତରେ କ'ଣ ଭିଡ଼ା ଭିଡ଼ି ଲାଗି ଦେଖନ୍ତୁ। ଭିଡ଼ିଓରୁ କଣ୍ଟିନ୍ୟୁ କରନ୍ତୁ, ସବୁ ଜାଣିପାରିବେ। ପୁରା ସେଟ୍ ଆଉଟ୍ ହେଇଯାଇଛି ତ। ଷ୍ଟାଇଲ୍ ରେ ଆଉ ହେତିକି ଖାଇବୁ। ହଜମ କରିପାରୁନୁ କାଲି ଖାଇଲା ବେଳୁ 3:30 ରାତି 3:30 ହେଲାଣି। ଯୋଉ କାଇଁ କଣ କରୁଥିଲେ କି? ଆରେ ମାଇକା କଥା କହନି, ଗାଁ ଭିତରେ ନେଇକି ଗାଡ଼ିଟା ପୁରେଇଛି। ଗାଁ ଭିତରେ ନା ଘରକୁ ପଳେଇଥିଲ? 3:30 ବେଳକୁ ଯାଇ ଖାଇଲି ତା ଗୋଦାମରେ ଲଗେଇକି। ଆଚ୍ଛା ମାଛ ମୋର ମଝି ପିସ୍ ଦିଟା, ତମେ ଯାହା ତମ ମାଡ଼ାଡି ହବ ଯାହା କରୁଛ ହେଲା, ମୋର ଯାଏ ନାହିଁ। ମୋର ତ ମୁଣ୍ଡ ଘରଟା ତ ଗରମ ଥିବ। ହଁ, ପେପର ଏଠି ଥୁଆ ହେଇଛି ଉପରେ, ମୁଣ୍ଡ ଉପରେ ଏଠି। କଣଟେ ମୁଁ ତ କହୁଥିଲି ସେଇଟା ବାଡ଼ିକାନ୍ତ, ଅଯଥା କରୁଛ କାହିଁକି? ଇଏ ଚାମଚି ତମେ କରୁଛ ତ ଏଇଟା ଥୋନ ବେଲାରେ ତୁ ତ ହରୁନ ଏଟା ମାଛଟା ଗାଡ଼ି ହବନି। ଏ ଘାଣ୍ଟୁ ନ, ଏରା ଗରମ ମସଲା ଉପରେ ପଡିଛି। କାଇଁ ଖାଇଦେ, କଣ ଅସୁବିଧା କଣ? ଘାଣ୍ଟି ଦଉ ଜଙ୍ଗଲରୁ କିଏ ଆଇଛି କି? ସେଇ ଆଇଛି ତମକୁ। ଆରେ ଦଣ୍ଡ ତ ଗାଣ୍ଡି ଫଟେଇ ଦେବ। କୋଉଟା ନବ ଏଇଟା? ପକେଇ ଦେଲ ଲସ୍। ଏଟା ପେଟି ପିସଟା ଦିଟା ତ ମୋର ହେଇଗଲା। ମୋ ପାଇଁ ଆଳୁ ଝୋଳ ରଖିଥିଲି ରାତିରେ ଟିକେ ରେଡ଼ି। ନାଳ ବୋହିଗଲାଣି। ଗଲା ଜିନିଷଟା। ମୁଣ୍ଡଟା ଆଗ ତାଙ୍କୁ ଦିଅ। ବାଣ୍ଡଟା ଦେବି ତାକୁ। ସିଏ କିଏ କଣ କରୁଥିଲା କି? ମୁଣ୍ଡଟା ମୁଣ୍ଡଟା ଦିଅ ତାଙ୍କୁ। ମୁଣ୍ଡ ଦେଇଦିଅ। ମୁଣ୍ଡ ବାଣ୍ଡ ନେଇ ଆସିବି। ତମେ ବାଣ୍ଡ କରୁନ, ଦି ଜଣ ଯାକ ଖାଇନି। ବରଂ ଖୁଆଇ ଦେଇନି। ମୁଣ୍ଡ ନାଞ୍ଜଟା ଖାଇବୁ। ନାଞ୍ଜ ନା ବାଣ୍ଡ? ତମେ ଦଉନି, ଲେଟ୍ ହଉଛି ତ। ମୁଣ୍ଡଟା ଦଉନ। ହଲ କରୁଛନ୍ତି ବାଣ୍ଡ। ତମେ ତମର ଗାଣ୍ଡି ବାବା ତ ବାଡେଇ ଦିଅ। ତୁ ମୁଣ୍ଡ ବାଡେଇଲେ ବରଂ ନେଇ ଆସି। ଛେପ ପକେଇଲେ ମୁଁ ଖାଇଦେବି। ଛେପ ପକେଇଲେ ମୁଁ ଖାଇଦେବି। ଛେପ ବୋଲେ ହେରା କିଏ ଜାଣୁଛି ଯେ? ତମେ ଅଲକ୍ଷଣା ହେଲିକା ଛେପ ପକେଇଲ। ଗାଣ୍ଡି ବହୁତ ପେଟ କଣ ହବ? ଭାତରେ ଗଦେଇ ଦେଇଛି ବୋଲି ଖାଇଦବ। ଦଉନ ମୁଣ୍ଡଟାକୁ। ସେ ଖାଇବା କଣ ହବ? ମୁଁ ନେବିନି। ଏଠି ଥାଲଟା ତାକୁ ପଡୁଛି। କାଣ୍ଡ କେମିତି ସବୁ ପରେ ପକେଇଛନ୍ତି। ପୋଛିଲା ମୁଁ ପକେଇଛି। କିଏ ପକେଇଛି? କିଏ? ମୁଁ ଆଣିକି ଆସିକି ପଡିଛି ହେଲା। ତ ଦିହ ଯେମିତି ମୁଣ୍ଡ ଲାଳ ପଇଲା। ଭିଡିଓ କରିଛି ଦେଖ। ଭିଡିଓଟା ହେଇଛି ଦେଖ ଦେଖ। ମୁଁ ତାକୁ ରିଭ୍ୟୁ କରି ପଛରେ ଝୋଳ ଛାଡି ଦଉନ। ଆରେ ବାଣ୍ଡ ଇଆଡେ ଝୁଳ କଣ ବାଣ୍ଡ ନେଇଯାଉଛ ମ? ଆଉ ମୁଁ କଣ ବାଣ୍ଡ ମାଖେରା? ରୋଷେଇ କରୁଥିଲା ବାଣ୍ଡ ଝୁଳ ନାହିଁ, ପିଳ ନାହିଁ। ତମର ଆଗ ଥୋଇ ଦଉଛି, ବାଣ୍ଡ ଖାଇବ ଝୁଳ। ଆରେ ମାଛ କାହିଁ ତୁ ନେଇନୁ? ମାଛ କାହିଁ ଯେ ଦେଇନ ମତେ? ତମେ ମାଛ ନେଇଯା। ମୁଁ ନାଞ୍ଚ ପିସ୍ ନେବି। ଆରେ ନାଞ୍ଚ ପିସ୍ ବିଲେଇ ଖାଇଦେଇଛି କହୁଛି। ନା ବିଲେଇ ଖାଇଦେଇଛି। ଖାଇଦେଇକି ମୋର ମୁଣ୍ଡ କହୁଛୁ। ସେଇଠି ପଡିଯା ନା, ଟିକେ ପଡିଛି ଏଠି। କିଏ ବାଟ ବଇଥିଲା? ତମେ ମୁଁ ତ ଗାଧୋଉଥିଲି ଗାଡି ଭିତରେ ହେଲା। ଫୋନରେ ଚୁକୁଥିଲେ। ଏଇଟା କୋଉଠି ରଖ? ରଖ। ପକାନ୍ତୁ ଛେପ ପକେଇ ଖାଇଦବୁ। କାଇଁ ଛେପ ପକଉଛ କଣ ପାଇଁ? ଅଲକ୍ଷଣା ପରା। ଖାଇବାଟା ଛେପ ପକାନ୍ତି ନା। ପକେଇଦେଲେ ଭୁଲ ପକେଇବନି। ପ୍ରଭୁ କ୍ଷମା କରିଦବ। ପକାନ୍ତୁ ଖାଇବୁ କିରେ ପାଟିରେ। ମାଛ ଭାତ ଆଜି ଆମର ଆରମ୍ଭ ହେଲା ଖାଇବାକୁ। ଏ ଟୋକାଟି ଏତେ ଇଏ ମାନେ ମୁଣ୍ଡ ପ୍ରିୟ, ଛେପ ପକେଇଦେଲା। ଭାବିବ ଆଜି ଜିତୁ ଭାବିଲା, ଆଉ ଦିନ ଆଗ ଭାବିବ ଆଜି। ଗୋଟେ କଣ ପେପରଟା ନ ଥୋଇବା। ଟିକେ ପାଣି ପକେଇଥିଲେ ଶୁଖିଯାଇଥାନ୍ତା।
ଅଲରେଡ଼ି ମାଛ ଭାତ ତମେ ଯୋଉ ପଡ଼ିଆ ରହୁଛି ଏଇଟା ହେଇ ପଡ଼ିଆ ନୁହଁ, କୋଉ ବୁଢ଼ିଆ ଆଉ ସିମେଣ୍ଟ ହେଇଛି ଏଇଟା ମାଟିଟା। ସିମେଣ୍ଟ ଅଛି ଏଇଟା ଆଉ କୋଉ ବୁଢ଼ିଆ ଦେଇଥିବ। ଏଇଟା ମାଟିଟା, ଏଇଟା ସିମେଣ୍ଟ ଅଛି ଯୋଉଠି ତମେ କରୁନ। ଏମିତି ବି ଗୋଟେ ଦିନ ଆସିବ ଯୋଉଟା କି ନିଜେ ରୋଷେଇ କରି ଖାଇବାକୁ ପଡ଼ିବ। ଜଣଙ୍କର ଯେତେବେଳେ ବିବାଦ ହେଇଥିଲା ସେ ମହାପ୍ରଭୁଙ୍କୁ ଦେଖା କରିକି ଆସି ସାରିଲା ପରେ ତାଙ୍କର ବିବାଦ କଟି ଯାଇଥିଲା, ମାନେ ପିଉସୀ ପାଟିଙ୍କର ବିବାଦ